ମା ସାନ୍ତାଣୀ ଉଆସ ପଛରେ ଭିତରେ ଥିବା ଦେଉଳରୁ ଦେଉଳରୁ କଣ ଦେଉଳରୁ ଆରେ ତମେ କିଛି କହୁନ କାହିଁକି ଏମିତି ଚୁପ୍ ହେଇଗଲ କଣ ପାଇଁ ଦେଉଳରୁ ଜଗାକୁ କିଏ ଚୋରେଇ ନେଇଛି ମା କହିଲ କଣ କହିଲ ତମେ ଦେଉଳରୁ ଜଗାକୁ କିଏ ଚୋରେଇ ନେଇଛି ତମର ଦେଉଳରେ ଜଗା ନାହିଁ ଆମେ ସତ କହୁଛୁ ମିଛ ମିଛ ତମେ ଯାହା ସବୁ କହୁଛ ସବୁ ମିଛ କହୁଛ ଠିକ କଥା ସବୁ ମିଛ ମୋର ଏମାନଙ୍କ କଥା ଜମା ବିଶ୍ୱାସ ହଉନି ତୁ କହିଲୁ ଟିକେ ଭଲ କରି ଦେଖି ଆମେ ସତ କହୁଛୁ ଏଇ ମୋ ମୁଣ୍ଡ ଛୁଉଁଛି ଦେଉଳ ଭିତରେ ଖାଲି ରତ୍ନ ସିଂହାସନ ଫାଙ୍କା ଜଗା ନାହିଁ ମା ଇଏ ସତ ପୁରୁଷର ଦେଉଳ ଦେଉଳର ବୟସ ଯେତିକି ତା ଭିତରେ ପୂଜା ପାଉଥିବ ସତ ପୁରୁଷର ଜମିଦାରୀ ୱାଚ ଶେଷ ହେଇଯିବ ବଡ଼ବା ଆମ ଜଗନ୍ନାଥ ଠାକୁର କୋଉ ଗଣ୍ଡେଇ ନଉଛି ତାକେ ଚୋରେଇକି ନେଇଯିବ ସେମିତି ହେଇଥିଲେ କଳାପାଟ କଣ ଆମ ଜଗନ୍ନାଥକୁ ନେଇପାରିନଥାନ୍ତା ମୋଗଲ ଠାରୁ ଆରମ୍ଭ କରି ତୁଗଲକ କରି ଔରଙ୍ଗଜେବ ଆଦି କେତେ ଆକ୍ରମଣକାରୀ ମାନେ ଇଚ୍ଛା କରି ଚେଷ୍ଟା କରିବି ଆମ ଜଗନ୍ନାଥ କଣ ଆମ ଓଡ଼ିଆଙ୍କ ପାଖରୁ କେହି ନେଇଯାଇ ପାରିଛନ୍ତି ଆଉ ଯୋଉ ଜାଗାକୁ ସେ କଳା ପାହାଡ଼ ବଡ଼ ଦାଣ୍ଡରେ ହାତୀ ଦ୍ୱାରା ଘୋଷାରି ନେଇ ବୌଦ୍ଧ କୂଳରେ ପୋଡ଼ିବା ପାଇଁ ଚେଷ୍ଟା କରିବି ପୋଡ଼ି ପାରିନଥିଲା ଆଉ ଯୋଉ ଜାଗା କେବଳ ସେଇ ବିଧର୍ମୀ ମାନଙ୍କ ପାଇଁ ଚିଲିକାରେ ଡଙ୍ଗାରେ ବସି 100 ଜାଗା ବୁଲିଛି ପଛେ କୋଉଠି ବୁଡ଼ି ଯାଇନି କି ହଜି ଯାଇନି ତାକୁ ନବ କି ଆମ ବର୍ତ୍ତମାନ ଆମ ଭବିଷ୍ୟତ ତେଣୁ ତାକୁ ନବ କି ଆଉ କୁଆଡ଼େ ବା ନବ ନେଇଯାଇଛନ୍ତି ମନ୍ଦିରରେ ଜଗନ୍ନାଥ ମୂର୍ତ୍ତି ନାହିଁ ତାହେଲେ ମୋ ଜଗା ଗଲା କୁଆଡ଼େ କଥା ଏବେ ଚାରିଆଡ଼େ ପ୍ରକଟ ହେଇଯିବ କିଏ କେତେ କଣ କହିବେ କଣ ଲୋକମାନେ କଥା ହଉଛନ୍ତି ମନ୍ଦିରରୁ ଠାକୁର ଉଭାନ ହେଇଯିବା ଭଲ ଲକ୍ଷଣ ନୁହଁ ଅଶୁଭ ଲକ୍ଷଣ କିନ୍ତୁ ମୋ ଜାଣିବାରେ ତା ବିନା ଇଚ୍ଛାରେ ତାକୁ କେହି ବି କୁଆଡ଼େ ନେଇକି ଯାଇପାରିବେନି ଆଉ ଯଦି ବି ସେ କୁଆଡ଼େ ଯାଇଥିବ ତାହେଲେ ତା ନିଜ ଇଚ୍ଛାରେ ହିଁ ଯାଇଥିବ ମା ମୋ ମନ ଜମାରୁ ବୁଝୁନି ଲୋ ତମମାନେ ଯାଇ ଦେଖ ମୋ ଜଗା ଗଲା କୁଆଡ଼େ ଗଲା ମୋ ଜଗା ମା ତୋ ଜଗା